ଆସୁଥିବା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ସମସ୍ତଙ୍କୁ ପ୍ରେଜ୍ ଦ ଲର୍ଡ। ପ୍ରଭୁଙ୍କର ପବିତ୍ର ନାମ ଧନ୍ୟବାଦ ହେଉ। ପ୍ରଭୁଙ୍କର ଦୟା ଅନୁଗ୍ରହ ଆପଣମାନଙ୍କ ପ୍ରତି ପ୍ରଚୁର ହେଉ। ପ୍ରଭୁଙ୍କ ଉପସ୍ଥିତି ସାନ୍ନିଧ୍ୟତା ଆପଣମାନେ ପ୍ରତିଦିନ ଲାଭ କରି ଆପଣମାନେ ଆଗକୁ ବଢ଼ନ୍ତୁ। ବିଶ୍ୱାସ ଜୀବନରେ ଧାବବାନ ହୋଇ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ନିମନ୍ତେ ଆପଣମାନେ ପ୍ରାଣପଣ କରି ଆପଣମାନେ ଦୌଡ଼ନ୍ତୁ। ପ୍ରଭୁ ଆପଣମାନଙ୍କ ସହିତ ଅଛନ୍ତି। ଆଜି ଆମମାନେ ପ୍ରଭୁଙ୍କ ବାକ୍ୟ ମଧ୍ୟରୁ ମାନେ ଅଳ୍ପ ବିଷୟ ଆମମାନେ ଆଲୋଚନା କରିବା। ଆଜିର ପ୍ରଭୁଙ୍କ ବାକ୍ୟରୁ ଶିଖିବା ଏବଂ ଚିନ୍ତା କରିବା ବିଷୟ ଏହା ଅଟେ, ସଦାପ୍ରଭୁ ନଈ ପଡ଼ିବା ଲୋକମାନଙ୍କୁ ଉଠାନ୍ତି। ଆଜିର ବିଷୟ ହେଲା ସଦାପ୍ରଭୁ ନଈ ପଡ଼ିଥିବା ଲୋକମାନଙ୍କୁ ଉଠାନ୍ତି। ପ୍ରିୟ ପ୍ରଭୁଙ୍କର ଲୋକମାନେ, ସନ୍ତାନ ସନ୍ତତିମାନେ, ଆଜି ମନୁଷ୍ୟ ଜୀବନରେ କିଛି ନା କିଛି ବିଷୟରେ ଆମେମାନେ ଝୁଣ୍ଟି ପଡ଼ୁ, ଆମମାନେ ଥକି ପଡ଼ୁ, ଆମମାନେ ନଈ ପଡ଼ିଥାଉ, ଆମମାନେ ଭାଙ୍ଗି ପଡ଼ିଥାଉ ଏବଂ ଆମେ ନିରାଶ ହୋଇକି ଆମମାନେ ଅନେକ ସମୟରେ ଆମେ ଚିନ୍ତା କରିଥାଉ, ଆଉ ମୋର କିଛି ଉପାୟ ନାହିଁ, ଆଉ ମୋର କିଛି ଉପାୟ ନାହିଁ। ଏପରି ଆମେ ଭାବି ଆମମାନେ ରହିଯାଇଥାଉ। ମାନେ ଆମେ ଯେମିତି ଆମକୁ କିଏ ଚାପି ଦେଇଛି, ଆଉ ଆମେ ଉଠି ପାରୁନାହୁଁ କିମ୍ବା ଏ ସ୍ଥାନରୁ ଆଉ ଆମେ ବାହାରି ପାରିବା ନାହିଁ। ଆମେ ଭାବୁ ଏହା ହିଁ ବୋଧେ ମୋ ପାଇଁ ବା ମୋ ଜୀବନର ଶେଷ ଅଟେ। ଏପରି ଜୀବନରେ ଗୋଟିଏ ନେଗେଟିଭ୍ ଚିନ୍ତାଧାରା, ଗୋଟିଏ ଭୁଲ ଚିନ୍ତାଧାରା ଆସେ। କିନ୍ତୁ ଆଜି ଆପଣମାନଙ୍କୁ ଈଶ୍ୱରଙ୍କ ବାକ୍ୟରୁ ଆପଣଙ୍କର ଜୀବନରେ କିଛି ଉତ୍ସାହିତ କରିବା ପାଇଁ ମୁଁ ଚାହେଁ। ଯଦି ଆଜି ଆପଣମାନେ ସେପରି ପରିସ୍ଥିତିରେ ଅଛନ୍ତି, ଆପଣମାନେ କ'ଣ କରିବେ? ପ୍ରଭୁଙ୍କର ଗୌରବ ହେଉ। ଗୀତ ସଂହିତା 146 ଅଧ୍ୟାୟ ଆପଣମାନେ 8 ପଦ ପାଠ କଲେ ଆପଣମାନେ ପାଇପାରିବେ। ଗୀତ ସଂହିତା 146 8 ପଦ ଏ ସ୍ଥାନରେ ଏପରି ଲେଖା ଅଛି, ସଦାପ୍ରଭୁ ଅନ୍ଧମାନଙ୍କର ଚକ୍ଷୁ ପ୍ରସନ୍ନ କରନ୍ତି। ସଦାପ୍ରଭୁ ଅନ୍ଧମାନଙ୍କର ଚକ୍ଷୁ କ'ଣ କରନ୍ତି? ପ୍ରସନ୍ନ କରନ୍ତି, ଖୋଲି ଦିଅନ୍ତି। ସଦାପ୍ରଭୁ ନଈ ପଡ଼ିବା ଲୋକମାନଙ୍କୁ ଉଠାନ୍ତି। ସଦାପ୍ରଭୁ ନଈ ପଡ଼ିବା ଲୋକମାନଙ୍କୁ ଉଠାନ୍ତି। ସଦାପ୍ରଭୁ ଧାର୍ମିକମାନଙ୍କୁ ପ୍ରେମ କରନ୍ତି। ପ୍ରେଜ୍ ଦ ଲର୍ଡ। ସଦାପ୍ରଭୁ ଦେଖନ୍ତୁ, ଆପଣମାନେ ଏଇ ଯେଉଁ 8 ପଦ ଆପଣ ଯେତେବେଳେ ପାଠ କରନ୍ତୁ, 8 ପଦରେ ଲେଖା ହେଇଛି ସଦାପ୍ରଭୁ, ସଦାପ୍ରଭୁ, ସଦାପ୍ରଭୁ। ସଦାପ୍ରଭୁ ଅନ୍ଧମାନଙ୍କର ଚକ୍ଷୁ ପ୍ରସନ୍ନ କରନ୍ତି। ଦ୍ୱିତୀୟରେ ଲେଖା ହେଇଛି ସଦାପ୍ରଭୁ ନଈ ପଡ଼ିବା ଲୋକମାନଙ୍କୁ ଉଠାନ୍ତି। ଏବଂ ଶେଷରେ ଲେଖା ହେଉଛି, ସେ 8 ପଦର ଶେଷରେ ଲେଖା ହେଇଛି ସଦାପ୍ରଭୁ ଧାର୍ମିକମାନଙ୍କୁ ପ୍ରେମ କରନ୍ତି। ସଦାପ୍ରଭୁ, ସାଧାପ୍ରଭୁ ନୁହେଁ, ସଦାପ୍ରଭୁ। ସେ ଜୀବିତ ସଦାପ୍ରଭୁ। ସେ ସଦାପ୍ରଭୁ କେବେ ମରନ୍ତି ନାହିଁ। ସେ ସଦାବେଳେ ସଦାସର୍ବଦା ପ୍ରଭୁ ହେଇକି ରହିବେ ଏବଂ ପ୍ରଭୁ ସେ ହିଁ ଅଟନ୍ତି। ସେଇ ପ୍ରଭୁ ନଈ ପଡ଼ିବା ଲୋକମାନଙ୍କୁ ଉଠାନ୍ତି। ନଈ ପଡ଼ିବା ଲୋକମାନଙ୍କୁ ଉଠାନ୍ତି। ଥକି ପଡ଼ିଥିବା ଲୋକମାନଙ୍କୁ ବଳ ଦିଅନ୍ତି। ଶ୍ରାନ୍ତ କ୍ଳାନ୍ତ ହୋଇଥିବା ଲୋକମାନଙ୍କୁ ବଳ ଦିଅନ୍ତି। ସଦାପ୍ରଭୁ କିଏ? ସଦାପ୍ରଭୁ। ଆଜି ଆପଣ ସେଇ ସଦାପ୍ରଭୁଙ୍କୁ ଡାକନ୍ତୁ, ପ୍ରାର୍ଥନା କରନ୍ତୁ, ସମର୍ପଣ କରନ୍ତୁ ନିଜକୁ ଏବଂ ତାଙ୍କ ଆଡ଼େ ଆପଣଙ୍କର ହସ୍ତକୁ ଉଠାନ୍ତୁ। ସେ ଆପଣଙ୍କୁ ଉଠାଇବେ। ସେ ଆପଣଙ୍କୁ ଉଠାଇବେ। ଆପଣମାନେ ଯଦି ଗୀତ ସଂହିତା 40 ଅଧ୍ୟାୟ ଆପଣମାନେ ଯଦି 1 ପଦ 2 ପଦ ମାନଙ୍କ ଆପଣମାନେ ପାଠ କରିବେ, ଲେଖା ଅଛି, ଦାଉଦ କୁହନ୍ତି, ମୁଁ ଧୈର୍ଯ୍ୟ ଧରି ସଦାପ୍ରଭୁଙ୍କୁ ଅପେକ୍ଷା କଲି। ସଦାପ୍ରଭୁଙ୍କର ଅପେକ୍ଷା କଲି। ସେ ମନୋଯୋଗ କରି ମୋର କାକୁତି ଶୁଣିଲେ। ଏବଂ ପରେ ତଳେ ଆପଣମାନେ ଆହୁରି ପାଠ କରିବେ, ଲେଖା ଅଛି କ'ଣ? ସେ ମୋତେ ଭୟଙ୍କର ଦୋହଲା କାଦୁଅରୁ ମୋତେ ଉଠାଇଲେ।
ଏବଂ ମୋ ପାଦ ଗୋଟିକୁ ସେ ଦୃଢ଼ କଲେ। ଖ୍ରୀଷ୍ଟରେ ଥିବା ପ୍ରିୟ ଲୋକମାନେ, ଆପଣ ପରମେଶ୍ୱରଙ୍କ ଆଡ଼କୁ ଦୃଷ୍ଟି କରନ୍ତୁ। ଆପଣ ଯେକୌଣସି ପରିସ୍ଥିତିରେ କାହିଁ ସେହି ଈଶ୍ୱର ସଦାପ୍ରଭୁ ଆପଣଙ୍କୁ କେବେ ପରିତ୍ୟକ୍ତ କରିବେ ନାହିଁ। ଆପଣଙ୍କୁ କେବେ ସେ ଛାଡ଼ିଦେବେ ନାହିଁ। ଆପଣଙ୍କୁ ସେ କେବେ ଏକଲା କରିକି ଛାଡ଼ିଦେବେ ନାହିଁ। ଆପଣଙ୍କ ସହିତ ସେ ଅଛନ୍ତି, ରହିବେ। ହୋଇପାରେ ଆପଣ ଅନେକ ସମୟରେ ଆପଣ ତାଙ୍କୁ ଭୁଲି ଯାଇପାରନ୍ତି, କିନ୍ତୁ ସେ କେବେ ଆମକୁ ଭୁଲନ୍ତି ନାହିଁ। ଆମକୁ କେବେ ସେ ପାସରନ୍ତି ନାହିଁ। ଆମେ ପାସରିଥାଉ ତାଙ୍କୁ। ପ୍ରାର୍ଥନା କରିବା, ବାକ୍ୟ ପଢ଼ିବା, ପବିତ୍ର ଜୀବନ ଆମେ ପାସରିଥାଉ, ଧାର୍ମିକ ଜୀବନ ଆମେ ପାସରିଥାଉ। ନିଜ ଇଚ୍ଛାରେ ଆମେ ଅନେକ ସମୟରେ କାର୍ଯ୍ୟ କିଛି କରିଥାଉ। ଆମେ ପ୍ରଭୁଙ୍କୁ ଦୁଃଖ ଦେଲା ପରେ ଅନେକ ସମୟରେ ଆମେ କାର୍ଯ୍ୟ କରିଥାଉ, କିନ୍ତୁ ସେ ପ୍ରଭୁ ଆମମାନଙ୍କୁ ବାରମ୍ବାର ସୁଯୋଗ ଦିଅନ୍ତି ଏବଂ ବାରମ୍ବାର ଆହ୍ୱାନ କରନ୍ତି, ଡାକନ୍ତି ତାଙ୍କ ନିକଟକୁ। କାରଣ ସେ ଆମକୁ ସୃଷ୍ଟି କରିଅଛନ୍ତି। ସେ ଆମକୁ ଏତେ ସହଜରେ ଛାଡ଼ିଦେବେ ନାହିଁ। ବାଇବେଲରେ ଯେତେବେଳେ ଲୋକମାନେ ପାପ କଲେ ସତ କଥା, କିନ୍ତୁ ପ୍ରଭୁ ଏତେ ସହଜରେ ସେମାନଙ୍କୁ ଛାଡ଼ି ନାହାନ୍ତି। ଦାଉଦ ପାପ କଲେ, ହୋଇପାରେ ଦାଉଦ ଭାବୁଥିବେ ପ୍ରଭୁ ମୋତେ ଛାଡ଼ିଦେଲେ। ସେପରି ସାମସନ ସେ ଭାବୁଥିଲେ ପ୍ରଭୁ ମୋତେ ଛାଡ଼ିଦେଲେ, ସତରେ, କିନ୍ତୁ ପ୍ରଭୁ ଛାଡ଼ିଦେଲେ ସେମାନଙ୍କୁ। କିନ୍ତୁ ପ୍ରଭୁ ଛାଡ଼ିଥିଲେ ବି ପ୍ରଭୁ ସେମାନଙ୍କୁ ପୁନର୍ବାର ଗୋଟେ ସୁଯୋଗ ଦେଲେ ତାଙ୍କ ନିକଟକୁ ଫେରିବା ପାଇଁ। ସାମସନଙ୍କୁ ପ୍ରଭୁ ସୁଯୋଗ ଦେଲେ, ଆଉ ଦାଉଦଙ୍କୁ ବି ପ୍ରଭୁ ସୁଯୋଗ ଦେଲେ, କିନ୍ତୁ ଅନେକ ଲୋକମାନେ ସୁଯୋଗ ପାଇଲେ ନାହିଁ। ଅନେକ ବ୍ୟକ୍ତିମାନେ ସୁଯୋଗ ପାଇଲେ ନାହିଁ। ସୁଯୋଗକୁ କ'ଣ ସେମାନେ ହାତ ଛଡ଼ା କଲେ। ପ୍ରଭୁଙ୍କର ଗୌରବ ହେଉ। ପ୍ରିୟ ପ୍ରଭୁଙ୍କର ଲୋକମାନେ, ଆଜି ଆମମାନେ ପ୍ରଭୁଙ୍କ ବାକ୍ୟରୁ ଆମମାନେ ଶିଖୁଅଛି ଯେ କ'ଣ ପରମେଶ୍ୱର ଉଠାନ୍ତି। ନଈ ପଡ଼ିଥିବା ଲୋକମାନଙ୍କୁ କ'ଣ କରନ୍ତି? ପରମେଶ୍ୱର ଉଠାନ୍ତି। ଆପଣ ତାଙ୍କଠାରେ ସ୍ଥିର ହୋଇ ବିଶ୍ୱାସ କରି ଆଗକୁ ବଢ଼ନ୍ତୁ। ଆପଣ ତାଙ୍କ ଆଡ଼େ ଉର୍ଦ୍ଧ୍ୱ ଦୃଷ୍ଟି କରନ୍ତୁ, ହସ୍ତ ଉଠାନ୍ତୁ। ସେ ଆପଣମାନଙ୍କୁ ଉଠାଇବେ ଏବଂ ଆଗକୁ କଢ଼ାଇ ନେବେ। ପ୍ରଭୁ ପ୍ରତ୍ୟେକଙ୍କୁ ଏ ବାକ୍ୟରେ ଆଶୀର୍ବାଦ କରନ୍ତୁ। ସମସ୍ତଙ୍କୁ ପ୍ରେଜ୍।